ସଦର ବ୍ଲକ ଅନ୍ତର୍ଗତ ଇଶାଣୀ ଲବଣ ସତ୍ୟାଗ୍ରହ ସ୍ମାରକୀ ଷ୍ଟାଡିୟମରେ 11ତମ ବୈଶାଖୀ ମହୋତ୍ସବ ଗତକାଲି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବକୁ ଓଡ଼ିଶା ବିଧାନସଭାର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ କବି ଶ୍ରୀଦେବ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସମ୍ପାଦକ ଭାଗବତ ସାହୁ ସମ୍ପାଦକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ସଭାପତି ଆଇନଜୀବୀ ଅଶୋକ କୁମାର ସେନାପତି ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବାଲେଶ୍ୱର ସୁଧାକର ନାୟକ ପ୍ରମୁଖ ବକ୍ତା ଭାବେ କବି କଥାକାର ତଥା ସାମାଜିକ କର୍ମୀ ପ୍ରଶାନ୍ତ ଦାସ ପ୍ରମୁଖ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଯୋଗଦେଇ ବହୁ ଘାତ ପ୍ରତିଘାତ ଦେଇ ଏହିଭଳି ଅନୁଷ୍ଠାନ 11 ବର୍ଷ ଧରି ଚଳାଇ ଆସୁଥିବାରୁ କମିଟିର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାରଗାଁ ଗ୍ରାମ ପଞ୍ଚାୟତ ସମିତି ସଦସ୍ୟ ସୂର୍ଯ୍ୟ କୁମାର ମିଶ୍ର, ପ୍ରାକ୍ତନ ସରପଞ୍ଚ ଲମ୍ବୋଦର ପ୍ରଧାନ, ମା ଭାରତୀ ଗୋ ସେବା କେନ୍ଦ୍ରର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ମହୋତ୍ସବ କମିଟିର ସମସ୍ତ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ। ବୈଶାଖ ମାସରେ ଏହାକୁ ବହୁ ପର୍ବ ହିନ୍ଦୁ ପରମ୍ପରାରେ ଆରାଧନା କରାଯାଏ। ଭକ୍ତମାନେ ନିଜକୁ କଷ୍ଟରେ ତାଙ୍କର ପ୍ରକାଶ କରନ୍ତି। ଏହି ସମୟରେ ଗାଁ ଗହଳିରେ ଗୋଟେ ପ୍ରମୁଖ ପର୍ବ ବୈଶାଖୀ ମାସରେ ସାଧାରଣ ଦେଖାଯାଏ ଯେ ଏଇ ଯୋଉ ଖରା ଦିନରେ ପର୍ବପର୍ବାଣି ସଂଖ୍ୟା ବହୁତ କମ ଥାଏ, ତା ଭିତରୁ ବୈଶାଖୀ ପର୍ବ ବା ଓଡା ପର୍ବ ଏକ ଅନ୍ୟତମ। ତେଣୁ ଏଥିରେ ଯୋଉମାନେ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେବି, ମାନେ ଆମର ଅନୁକୂଳ ପାଗ ସତ୍ତ୍ୱେ ଏତେ ବଡ ଆୟୋଜନ କରୁଛନ୍ତି। ଏଠି ବହୁତ ଜନସମାଗମ ହଉଛି। ଆଜି ପ୍ରଥମ ଦିନ, ମୁଁ ଆଶା କରୁଛି 4 ଦିନ ଯାକ ଭଲ ପାଗ ହବ ଏବଂ ଲୋକମାନେ ତାକୁ ଉପଭୋଗ କରିବେ। ଶାନ୍ତି ଶୃଙ୍ଖଳା ଭାଇଚାରା ସହିତ ପର୍ବ ସମାପନ ମାଧ୍ୟମରେ शुभेच्छा अभिनंदन जनाऊँ। ए बैशाखी महोत्सव 11 वर्ष धरिकी चली। निश्चित ए 10 ରୁ 14 तारीख पर्यंत 10 एप्रिल ରୁ 14 तारीख चली। आप जानते आमर ओडिया मान रज संक्रांति पणा संक्रांति से उड़ा जो पणा संक्रांति उड़ा हुए आधार करके जो बैशाखी महोत्सव कर निश्चित आमर अंचलवासी को धन्यवाद देवा। बैशाखी महोत्सव जो कर दीर्घ वर्ष धरिकी आपंकर ये जो नव रास्ता जो देखा बहुत जड़ित अच्छी। निश्चित भाव ये जो भाई मैंने आम ऐक्य आम कला आम संस्कृति को मन पकेबे लोक विलोचन को आने से प्रोग्राम कर निश्चित धन्यवाद। दिनक दिन समस्त मन मध्य उजुड़ी जाऊथिबा संस्कृतिर मनोभाव कारण